ଆଜି ଆମେ ଠେକୁଆ ଆଉ କଇଁଚଙ୍କ କାହାଣୀ ବିଷୟରେ ଶୁଣିବା। ଗପ। ଗୋଟିଏ ଠେକୁଆ ବଣ ଭିତରେ ଥାଏ। ଗୋଟିଏ କଇଁଚ ସେଇ ବୁଦା ପାଖରେ ଥିବା ପୋଖରୀରେ ଥାଏ। ଠେକୁଆ ଆଉ କଇଁଚ ସଙ୍ଗାତ ହେଇଗଲେ। ଦୁହେଁ ମିଶି ଖେଳିବା, ବୁଲିବା ଓ ମଜା କରିବାକୁ ଆରମ୍ଭ କଲେ। ଦିନେ ଠେକୁଆ କହିଲା, ସଙ୍ଗାତ ଦୌଡ଼ା ଦୌଡ଼ି ଖେଳିବା କି? କଇଁଚ କହିଲା, ହଉ ସଙ୍ଗାତ, ଠିକ୍ ଅଛି। କାଲି ସକାଳୁ ପ୍ରତିଯୋଗିତା ଆରମ୍ଭ କରିବା। ଦୁହେଁ ରାଜି ହେଇ ନିଜ ନିଜ ଘରକୁ ଗଲେ। ଦୁହେଁ ଆରଦିନ ସକାଳୁ ପ୍ରତିଯୋଗିତା ସ୍ଥଳୀରେ ପହଞ୍ଚିଗଲେ 2 ଜଣ। ଠେକୁଆ କହିଲା, କଇଁଚ ଆଗରେ ଯୋଉ ତାଳ ଗଛ ଦେଖାଯାଉଛି ତାକୁ ଯିଏ ଛୁଇଁବ ସେ ଜିତିବ। କଇଁଚ ରାଜି ହେଇଗଲା। ଆଉ ତାପରେ ଗୋଟିଏ ସ୍ଥାନରୁ ଦୌଡ଼ା ଆରମ୍ଭ ହେଲା। ଜଙ୍ଗଲରେ ଥିବା ଅନ୍ୟ ପଶୁପକ୍ଷୀ ସେମାନେ ହୁଇସିଲ୍ ମାରିଲେ। ଆଉ କଇଁଚ ଠେକୁଆ ଗାର ଦେଇକିରି ଦୌଡ଼ିବାକୁ ଆରମ୍ଭ କଲେ। ଠେକୁଆ ଖୁବ୍ ଜୋରରେ ଦୌଡ଼ିବାକୁ ଆରମ୍ଭ କଲା, କିନ୍ତୁ କଇଁଚ ତ ଧୀରେ 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 ଚାଲୁଥାଏ। ଠେକୁଆ କିଛି ବାଟ ଦୌଡ଼ି ଯାଇ ଦେଖିଲା କି ପଛରେ କଇଁଚ ତ ବହୁତ ପଛରେ ପଡ଼ିଛି। ସେତେବେଳେ ଠେକୁଆ ମନେ ମନେ ଚିନ୍ତା କଲା। କ'ଣ ଚିନ୍ତା କଲା? କଇଁଚ ତ ବହୁତ ପଛରେ ଅଛି, ଆଉ ତାଳ ଗଛ ତ ଅଳ୍ପ ଦୂରରେ ଅଛି। ମୁଁ ଯାଉଛି ଟିକେ ଏଇଠି ବିଶ୍ରାମ ନେବି, ତାପରେ ଏକା ଦୌଡ଼ରେ ଯାଇ ତାଳ ଗଛ ପାଖରେ ପହଞ୍ଚିଯିବି। ଏହା ଭାବି ସେ ଗୋଟେ ବୁଦା ତଳେ ବସିଲା। କିଏ ବସିଲା? କଇଁଚ ବସିଲା। ବସୁ ବସୁ ଠେକୁଆକୁ ନିଦ ମାଡ଼ିଲା। ସେ ସେଇଠି ଶୋଇ ପଇଲା। କଇଁଚ କିନ୍ତୁ ଧୀରେ 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 ଚାଲୁଥାଏ। କେତେବେଳ ପରେ ଯାଇ ଠେକୁଆର ନିଦ ଭାଙ୍ଗିଲା। ସେତେବେଳକୁ କଇଁଚ ତାଳ ଗଛ ପାଖରେ ପହଞ୍ଚି ଗଲାଣି। ଠେକୁଆ ଉଠି ପଡ଼ି ଧଡ଼ପଡ଼ ହୋଇକି ଦୌଡ଼ିଲା। ଠେକୁଆ ଗଛ ମୂଳରେ ଯାଇ ପହଞ୍ଚିଲା ବେଳକୁ କଇଁଚ ଆଗୁଆ ଯାଇ ସେଠି ବସିଛି। କଇଁଚ ଜିତିଗଲା ଆଉ ଠେକୁଆ ହାରିଗଲା। ଏଥିରୁ ଆମେ କ'ଣ ବୁଝିଲେ? ଠିକ୍ କଥା, ଅଳସୁଆ ଲୋକ ସବୁବେଳେ ପଛୁଆ ରୁହେ।